ବର୍ତ୍ତମାନ ଏ ଯୋଉ ଚୋର ଦଳ ନାନା ପ୍ରକାର ସବୁ କିମ୍ଭୂତ କିମ୍ବାକାର ଯାହା ଆପଣ ଚିନ୍ତା ଚିନ୍ତା କରିପାରିବେନି ସେଇ ପ୍ରକାର ସବୁ ଆସିକିରି। କିନ୍ତୁ ରାଜାରାମ ବାବୁ ମୁଁ ଗୋଟିଏ କଥା କହିବି ଏ ସବୁ ଭିତରେ ମତେ ଯାହା ଲାଗୁଛି ଯେ ଗୋଟିଏ ଦୁଇଟି କାରଣରୁ ଏସବୁ ଘଟଣା ଘଟେ। ପ୍ରଥମେ ହେଉଛି ଆମ ଭିତରେ ଥିବା ଲୋଭ। ମନେ କରନ୍ତୁ ଠକ ଆପଣଙ୍କୁ କହିବ ଯେ ଆପଣଙ୍କର ଟଙ୍କା ବଢ଼ିଯିବ ଯଦି ଆପଣ ଏତିକି ସମୟ ଭିତରେ ମୋତେ ଗୋଟେ ଆପଣଙ୍କର OTP ଦେଇଦେବେ, ମୁଁ ଏତିକି ଦିନ ଭିତରେ ଆପଣଙ୍କୁ ଏଇ ଜାଗାରେ ଏମିତି ଭାବରେ ଆପଣଙ୍କୁ ଟଙ୍କା ଫେରିବ। ବହୁ କ୍ଷେତ୍ରରେ ମୁଁ ଦେଖିଛି ଲୋଭ। ଆଉ ଗୋଟେ ହେଉଛି ବ୍ୟକ୍ତିଗତ ସମ୍ପର୍କ, ଯାହାକୁ ଆମେ ସେକ୍ସଟୋର୍ସନ୍ ବୋଲି କହୁଛୁ। ବା ଗୋଟିଏ ଝିଅ ଲଣ୍ଡନରୁ କହୁଥିବ, ବା ସେ ଲଣ୍ଡନରୁ କହୁଛନ୍ତି କି ଦିଲ୍ଲୀରୁ କହୁଛନ୍ତି, ମୁମ୍ବାଇରୁ କହୁଛନ୍ତି କି ଭୁବନେଶ୍ୱରରୁ କହୁଛନ୍ତି, ଆମେ ଜାଣିନୁ। ସିଏ କହୁଥିବେ ଆପଣଙ୍କୁ ଯେ ମୁଁ ଆପଣଙ୍କୁ ଭଲ ପାଏ, ମୁଁ ଆପଣଙ୍କ ଦ୍ୱାରା ଇମ୍ପ୍ରେସ୍ ହେଇଛି। ଯେମିତି କଟକରେ ଏ ଘଟଣାଟି ଘଟିଲା। ଆପଣଙ୍କ ହୁଏତ ଅନେକ ଅଛନ୍ତି ଡିଭୋର୍ସ ଥିବେ, ଯେଉଁମାନଙ୍କର ବିବାହ ବିଚ୍ଛେଦ ହେଇଯାଇଛି, ଯେଉଁମାନଙ୍କର ସ୍ତ୍ରୀ ସହିତ ଯେଉଁମାନେ ରହୁନାହାନ୍ତି, ଯେଉଁମାନେ ଏକଲା ରହୁଛନ୍ତି। ସମସ୍ତଙ୍କର ଗୋଟେ ଇମୋସନାଲ ନିଡ୍ ଥାଏ। ସେଇ ଦୁର୍ବଳ ମୁହୂର୍ତ୍ତରେ ଯଦି ଜଣେ ଆପଣଙ୍କୁ ଫସେଇ ଭଲ ଭଲ କଥା କହି ଆପଣଙ୍କର ଭିଡ଼ିଓ ସଂଗ୍ରହ କରି ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କ ଠାରୁ ଟଙ୍କା ବ୍ଲାକମେଲ୍ କରି ନେବା ପାଇଁ ଚେଷ୍ଟା କରନ୍ତି। ଗୋଟେ ହେଉଛି ବ୍ୟକ୍ତିଗତ ସମ୍ପର୍କ ସେକ୍ସର ଲୋଭ, ଆଉ ଗୋଟେ ହେଉଛି ଟଙ୍କାର ଲୋଭ। ଏ ଦୁଇଟାରୁ ବଞ୍ଚିବା ହେଉଛି ସବୁଠାରୁ ବଡ଼ କଷ୍ଟକର କାମ। କିଏ ଜାଣିଛି ଯେ ଆପଣ କାଲି ସକାଳୁ ଫସି ନଯିବେ ବୋଲି। ଭାରତ ବର୍ଷର ହଜାର ହଜାର ଲୋକ ପ୍ରତିଦିନ ଫସୁଛନ୍ତି ଏ ମାମଲାରେ, ଯଦିଓ ବହୁତ ସଚେତନତା ଏ ବାଟରେ କରାଯାଉଛି। କିନ୍ତୁ ଆପଣଙ୍କୁ ଟିକେ ଏଇଠି ମୁଁ ଅଟକେଇକିରି କହିବି, ଦେଖନ୍ତୁ ରକ୍ତ ମାଂସର ଶରୀର ପ୍ରକୃତି ଯେତେବେଳେ ତିଆରି କରିଛି ତା ଭିତରେ ଅନେକ ଗୁଣ ଦେଇଛି। ଇମୋସନ, ଲୋଭ, ଅନ୍ୟ ପୁରୁଷର ମହିଳାଙ୍କ ପ୍ରତି ଆକର୍ଷଣ ବଢ଼ିବା, ଇଏ ଗୁଣ ଆପଣ କହିପାରିବେନି ଯେ କୋଉ ଲୋକଙ୍କ ଠେଇଁ ନାହିଁ। ପ୍ରକୃତି ଯେତେବେଳେ ତିଆରି କରିଛି ଆମକୁ କରିଛି, ତାହେଲେ କ'ଣ କରାଯିବ? ଯଦି ଏ ଗୁଣ ଆମ ଠେଇଁ ଅଛି ଏବଂ ଏହି ଗୁଣ ଯଦି ଆମେ ବ୍ୟବହାର କରୁଛେ ବା ଅପବ୍ୟବହାର କରୁଛେ ଅନେକ ସମୟରେ, ତାହେଲେ ଆମେ ସେଥିରେ ବିପଦରେ ପଡୁଛେ। ତାହେଲେ କ'ଣ କରିବା? ଇଏ ଲୋଭକୁ ତ ମଣିଷ ହଠାତ୍ ଛାଡ଼ି ପାରୁନି ନା। କୌଣସି ନା କୌଣସି ଗୋଟେ ଦୁର୍ବଳ ମୁହୂର୍ତ୍ତରେ ଆପଣ ଦେଖିବେ ଆପଣ ଟଙ୍କାର ଲୋଭରେ ସେ ଜାଲରେ ପଡ଼ିଯାଇଛନ୍ତି। ଆପଣ କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ଗୋଟେ ଜାଲରେ ପଡ଼ିଯାଇଛନ୍ତି, ଯୋଉ ଜାଲ ଏକ୍ଜିଷ୍ଟ କରୁନି। ଇଏ ଗୋଟେ କାଳ୍ପନିକ ଜାଲ ଭିତରେ ଆପଣ ପଡ଼ିଯାଇଛନ୍ତି। କରିବେ କ'ଣ? ସେଠୁ ଉଦ୍ଧାର କେମିତି ପାଇବେ? ଗୋଟିଏ କଥା କରିବାକୁ ପଡ଼ିବ, ଯାହା ସବୁବେଳେ ଆମର ପୁରାଣ, ଆମର ଶାସ୍ତ୍ର, ଆମର ସବୁଥିରେ କହିଛି, ଆପଣଙ୍କୁ ନିର୍ଲୋଭ ହେବାକୁ ପଡ଼ିବ। ଲୋଭକୁ ଛାଡ଼ିବାକୁ ପଡ଼ିବ। ଆପଣ ଯେତେ ଲୋଭଗ୍ରସ୍ତ ହେବେ ସେତେ ଆପଣ ଆକର୍ଷିତ ହେବେ ଏଇ କାଳ୍ପନିକ ଜାଲରେ ପଡ଼ିବା ପାଇଁ। ଯେତେ ଆପଣ ଲୋଭଗ୍ରସ୍ତ ହେବେ ସେତେ ଆପଣଙ୍କ ପ୍ରତି ଅନ୍ୟମାନଙ୍କର ଗୋଟେ ଦୁର୍ବଳ ଏବଂ ଆପଣ ଏଇ ପ୍ରକାର ଜାଲରେ ପଡ଼ିପାରନ୍ତି ବୋଲି ଅନ୍ୟମାନେ ଆପଣଙ୍କର ସୁବିଧା ନେବେ, ଫାଇଦା ନେବେ ଆପଣଙ୍କର। ତେଣୁ ଆପଣଙ୍କୁ ପ୍ରଥମେ ଲୋଭ ଛାଡ଼ିବାକୁ ପଡ଼ିବ। 2, କେମିତି ଆପଣ କରିପାରିବେ ଏ କାମ? ଆପଣଙ୍କୁ ଟିକେ ସଚେତନ ହେବାକୁ ପଡ଼ିବ। ଦୁନିଆ ବଦଳି ଯାଉଛି। ଯାହା ମୁଁ କହିଲି, ଆଗେ ଘରେ ଏମିତିକି ଟଙ୍କା ପଇସା ରଖୁଥିଲେ, ତାପରେ ବ୍ୟାଙ୍କରେ ଏମିତିକି ରହୁଥିଲା। ବର୍ତ୍ତମାନ ଡିଜିଟାଲ ଦୁନିଆ। ଟିକେ ଭୁଲରେ ମୋବାଇଲ ଫୋନରେ ଯଦି ଆଙ୍ଗୁଠି ବାଜି ଯାଉଛି, କ'ଣ ନାହିଁ କ'ଣ ହେଇଯାଉଛି। ଆପଣ ଗୋଟେ ଶୂନ ଯଦି ଭୁଲରେ ମାରି ଦେଉଛନ୍ତି, 80 ଟଙ୍କା ଜାଗାରେ ଆପଣ 800 ଟଙ୍କା ଦେଇ ଦେଉଛନ୍ତି। ମାନେ ମୋର କହିବା କଥା ଯେ ଆପଣଙ୍କୁ ଯଥେଷ୍ଟ ସଚେତନ ହେବାକୁ ପଡ଼ିବ। ଆପଣ ଯଦି ଭାବୁଥିବେ ଡିଜିଟାଲ ଦୁନିଆରେ ମୁଁ ବେପରୁଆ ଭାବରେ ଚାଲିଛି, କୌଣସି ମୋର କେହି କିଛି କରିପାରିବେନି, ମୋ ମୋବାଇଲ, ମୋ ବ୍ୟାଙ୍କ ଆକାଉଣ୍ଟ, ମୋର ବ୍ୟାଙ୍କର ଟଙ୍କା ପଇସା ସବୁ ମୋ ହାତରେ ଅଛି, କିନ୍ତୁ ଆପଣ ଭୁଲିଯିବା ଉଚିତ ନୁହେଁ ଯେ କୌଣସି ଦୁର୍ବଳ ମୁହୂର୍ତ୍ତରେ। ମୁଁ ଏଇଠି ଆଉ ଗୋଟେ କଥା ରାଜାରାମ ବାବୁ, ଆପଣ ତ ଗାଁରେ ଯାଉଥିବେ ବହୁତ ସମୟ, ମୁଁ ଜାଣିଛି। ଗାଁ ଅଞ୍ଚଳରେ ଅର୍ଥାତ୍ ସହରରେ ତ ବହୁତ ଲୋକ ଅଛନ୍ତି, ଗ୍ରାମାଞ୍ଚଳରେ ମଧ୍ୟ ମୋବାଇଲ ଯେତେବେଳେ ହାତରେ ଆସୁଛି ନା, ଅନଲାଇନ୍ ଗେମ୍ରେ ଅନେକ ବ୍ୟକ୍ତି ଫସିକିରି ଅଛନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ, ଗତକାଲି ଖବରକାଗଜରେ ଗୋଟେ ଖବର ଆସିଥିଲା ଯେ ଜଣେ ସରକାରୀ କର୍ମଚାରୀ ଯିଏ ପଞ୍ଚାୟତ ରାଜ ବ୍ୟବସ୍ଥାରେ ତୃଣମୂଳ ସ୍ତରରେ କାମ କରୁଛନ୍ତି, ତାଙ୍କର କାମ ହେଉଛି ଯେ ସେ ଟଙ୍କା ସାଂସନ କରିବେ ଆଉ ସେ ଟଙ୍କାକୁ ପଞ୍ଚାୟତରେ ସରପଞ୍ଚଙ୍କ ମାଧ୍ୟମରେ ପହଞ୍ଚେଇବେ। ସେଇ ଟଙ୍କାକୁ କୌଣସି ମତେ ଡାଇଭର୍ଟ କରି ସେ ଅନଲାଇନ୍ ଜୁଆରେ ଖର୍ଚ୍ଚ କରିଦେଇଛନ୍ତି। ଆଠର ଭଳି ଦୁର୍ଭାଗ୍ୟଜନକ ସ୍ଥିତି ଆଉ କିଛି ନ ହେଇପାରେ। ଆହୁରି ଗୋଟିଏ କଥା, ଯେତେବେଳେ ଗାଁକୁ ଆମେ ଯାଉଛୁ ଖବର ପାଉଛୁ, ଅନେକ ପିଲା ବର୍ତ୍ତମାନ ଟଙ୍କା ଇନଷ୍ଟାଣ୍ଟ ଲୋଭ, ଯୋଉ ଇନଷ୍ଟାଣ୍ଟ ଗେନ୍ ହବ
ଲଟେରୀ ଉଠିଲା ଭଳି ପଇସା ହବ ଅନଲାଇନ୍ ଗେମ୍ରେ ଟଙ୍କା ଲଗାଉଛନ୍ତି ଯୋଉଥିପାଇଁ ଆପଣ ଦେଖିବେ 30 ଲକ୍ଷ 40 ଲକ୍ଷ 50 ଲକ୍ଷ ଜଣେ ଜଣଙ୍କର ଘର ଦ୍ୱାର ଜମି ସବୁ ବିକ୍ରି ହେଇଯାଉଛି ଗାଁ କେବଳ ସେତିକି ନୁହେଁ, ଅନଲାଇନ୍ ଗେମ୍ରେ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ କଲା ପରେ ମୁଣ୍ଡ କାମ କରୁନି, ଅନେକ ଆତ୍ମହତ୍ୟା ଆତ୍ମହତ୍ୟା କରୁଛନ୍ତି। ଖାଲି ସେତିକି ନୁହେଁ, ବହୁତ ପିଲାଙ୍କୁ ଆପଣ ଦେଖିବେ ସ୍ୱଳ୍ପ ବୟସର ଅଳ୍ପ ବୟସର ପିଲା ଯେଉଁମାନେ ସବୁ ଟିନ୍ ଏଜ୍ ପିଲା ଏଇସବୁ ଗେମ୍ ଖେଳୁଛନ୍ତି ଏବଂ ଘରେ ପଇସା ମାଗୁଛନ୍ତି। ଅନେକ ସମୟରେ ସମ୍ବାଦପତ୍ରରେ ଆପଣ ଦେଖିଥିବେ ଘରେ ଯଦି ପ୍ରତିବାଦ କରୁଛନ୍ତି, କାହାକୁ ଗୋଟେ ଥରେ ଖବରକାଗଜରେ ବାହାରିଥିଲା ତାଙ୍କର ମା ପାଟି କରି କହିଲେ ନା ଜେଜେମା ପାଟି କରି କହିଲେ ପରୀକ୍ଷା ଆଗକୁ ଅଛି ନ ପଢିକିରି ସେଥିରେ କାହିଁ ସେ ତାଙ୍କୁ ହତ୍ୟା କରିଦେଲା। ମାନେ ଏପରି ମତେ ଭ୍ରମ ହଉଛି ଏଇ ସବୁ କାମରେ Addiction. ଏତେ ଆଡିକ୍ସନ ବଢି ଯାଉଛି ଯେ ଯୋଉ କଥା ଚିନ୍ତା କରାଯାଇ ନପାରେ, କିଏ ମାଆକୁ ମାରିଦେଲାଣି, କିଏ ବାପାକୁ ମାରିଦେଲାଣି, କିଏ ଜେଜେମାକୁ ମାରି ସାରିଲେଣି। ଆମ ମାଇଣ୍ଡ ଆମ ମାଇଣ୍ଡ କେତେ ବିଷାକ୍ତ ହେଇଯାଉଛି ଏଇ ଆପ୍ ଫଳରେ। ଆଉ ଫଳରେ ଡିଜିଟାଲ ଆରେଷ୍ଟ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏବେ ବ୍ରହ୍ମପୁର ୟୁନିଭର୍ସିଟିର କୁଳପତି ସେ ମଧ୍ୟ ଡିଜିଟାଲ ଆରେଷ୍ଟର ଶିକାର ହେଇଥିଲେ। ତାଙ୍କର 14 ଲକ୍ଷ ଟଙ୍କା ଯାଇଥିଲା ନିକଟରେ 2 ସପ୍ତାହ 3 ସପ୍ତାହ ତଳେ। ଯଦିଓ କେନ୍ଦ୍ର ସରକାର ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବାରମ୍ବାର କହୁଛନ୍ତି ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ।